ଆସନ୍ତୁ ଜାଣିବା ବର୍ତ୍ତମାନ ବିଛା ରାଶି ସମ୍ବନ୍ଧରେ। ବିଛା ରାଶିରେ ବର୍ତ୍ତମାନ ଶନି ମହାଗ୍ରହ ପଞ୍ଚମ ସ୍ଥାନରେ ଅବସ୍ଥାନ କରିଛନ୍ତି। ପଞ୍ଚମ ସ୍ଥାନଟି ହେଲା ପୁତ୍ର ଭାବ ଫଳ। ଏହା ରହିଲେ କ'ଣ କରିବ? ଏହା ଶାରୀରିକ ପୀଡ଼ା, ଧନ ବ୍ୟୟ, ଅର୍ଥ ଦଣ୍ଡ, ପ୍ରାଣ ପୀଡ଼ା, ମନ ମଧ୍ୟରେ ଅଶାନ୍ତି ସୃଷ୍ଟି କରିବ। ପ୍ରତ୍ୟେକ କାର୍ଯ୍ୟରେ ମଧ୍ୟ ବିଘ୍ନ ଘଟାଇବ। ବ୍ୟବସାୟରେ କ୍ଷତି କରିବ। ପାଠପଢ଼ାରେ ବ୍ୟାଘାତ ଓ କୃଷି ହାନି କରିବ। ନିଜର ଲୋକ ଶତ୍ରୁତା ଆଚରଣ କରିବେ, କାରଣ ବର୍ତ୍ତମାନ ଶନିଙ୍କର ଶତ୍ରୁ ହେଲା ମଙ୍ଗଳ। ଏ ବିଛା ରାଶି ବର୍ତ୍ତମାନ ସ୍ୱଗୃହ ହେଉଛନ୍ତି ମଙ୍ଗଳ। ତ ଏହିପରି ବର୍ତ୍ତମାନ ଆପଣଙ୍କ ଆସନ୍ତୁ ବର୍ତ୍ତମାନ ଜାଣିବା ବିଛା ରାଶିରେ ଶନି ମହାଗ୍ରହ ପଞ୍ଚମ ସ୍ଥାନରେ ଅବସ୍ଥାନ କରିଛନ୍ତି। ଶନିଙ୍କର ଶତ୍ରୁ ହେଲା ମଙ୍ଗଳ, କିନ୍ତୁ ମଙ୍ଗଳଟା ହେଉଛି ବିଛା ରାଶିର ସ୍ୱଗୃହ। ସେହେତୁ ପଞ୍ଚମ ଘରେ ଥିବାରୁ ବିଭିନ୍ନ ପ୍ରକାର ବିଘ୍ନ, ଅଶୁଭ, ବାଧାବିଘ୍ନ, ମନର ଅଶାନ୍ତି ସୃଷ୍ଟି କରାଇବ।